ସାରସ୍ୱତ ଲୋକ ବିଦ୍ୟାପୀଠରେ 3 ଦିନ ଧରି ପାଳନ ହେବ ପ୍ଲାଟିନମ ଜୁବୁଲି। ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ କଜଳାଇପଲ୍ଲୀ ସାରସ୍ୱତ ଲୋକ ବିଦ୍ୟାପୀଠର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ ଜୁବୁଲି ପାଳନ ନିମନ୍ତେ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରାୟ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରାଯାଇ ଆସନ୍ତା ଅପ୍ରେଲ ମାସ 16, 17, 18 3 ଦିନ ବ୍ୟାପୀ ପ୍ଲାଟିନମ ଜୁବୁଲି ମହାସମାରୋହରେ ପାଳନ ହେବା ନେଇ ସ୍ଥିର କରାଯାଇଛି। ଏହି ବୈଠକରେ ବିଦ୍ୟାଳୟ ଆଲୁମିନା କମିଟି ଘନଶ୍ୟାମ ମହାପାତ୍ର, ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ସଦସ୍ୟ ଉଲ୍ଲାସ ଚନ୍ଦ୍ର ନାୟକ, ବିଦ୍ୟାଳୟ ପ୍ରତିଷ୍ଠାତା ଲିଙ୍ଗରାଜ ସ୍ମୃତି ସଂସଦର ସଭାପତି ଚନ୍ଦ୍ରଶେଖର ମହାପାତ୍ର ସମେତ ଶିକ୍ଷାବିତ୍ ଦୀନବନ୍ଧୁ ମହାପାତ୍ର, ସମାଜସେବୀ ବିଜୟ କୁମାର ପ୍ରଧାନ, ପୁରାତନ ଛାତ୍ର ସୁଭାଷ ଚନ୍ଦ୍ର ମଲ୍ଲିକ, ସୁଦର୍ଶନ ନାୟକ, ଛାତ୍ରୀ ନମିତା ନାୟକ, ସରୋଜିନୀ ସ୍ୱାଇଁ ପ୍ରଭୃତି ଯୋଗଦେଇ କାର୍ଯ୍ୟକ୍ରମର ସାଫଲ୍ୟ ଉପରେ ମତାମତ ପ୍ରଦାନ କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକ ଭୁବନେଶ୍ୱର ଓ ବାସୁଦେବ ମିଶ୍ର ହାଇକୋର୍ଟ କଟକ ଉପସ୍ଥିତ ରହି ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଘନଶ୍ୟାମ ରାଉତ ଓ ସୁନୀଲ କୁମାର ନାୟକଙ୍କ ପରିଚାଳନାରେ ଓ ସହଯୋଗରେ ପ୍ରସ୍ତୁତି ବୈଠକର ସମାପ୍ତ ହୋଇଥିଲା। ଓଡଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।